ରାଜ୍ୟର ନାଗରିକତା ପ୍ରମାଣ ପତ୍ର ଦରକାର। ହାଲେଲୁୟା ହାଲେଲୁୟା। ଯଦି ଆପଣମାନଙ୍କ ପାଖରେ ପ୍ରମାଣ ପତ୍ର ନାହିଁ, ଆପଣମାନଙ୍କ ପାଖରେ ଯଦି ପ୍ରମାଣ ପତ୍ର ନାହିଁ, ଆପଣ ସ୍ୱର୍ଗ ରାଜ୍ୟ ଯିବି ବୋଲି କେବେ ଆଶା କରନ୍ତୁ ନାହିଁ। ହାଲେଲୁୟା। ସେ ପ୍ରମାଣ ପତ୍ର ସ୍ୱର୍ଗ ରାଜ୍ୟର ପ୍ରଥମ ପ୍ରମାଣ ପତ୍ର ହେଲା ପାପରୁ ଅନୁତାପ କରି ପରିବର୍ତ୍ତନ ହେବାଟା ଆପଣଙ୍କର ଗୋଟିଏ ପ୍ରମାଣ ପତ୍ର। ହାଲେଲୁୟା। ଯେପରି ଭାରତ ଲୋକ ବିନା ଭିସାରେ ଆମେରିକା ଯାଇପାରିବ ନାହିଁ, ଅନ୍ୟ ଦେଶକୁ ଯାଇପାରିବ ନାହିଁ, ସେପରି ଭାବରେ ଆପଣଙ୍କର ଯଦି ଅନୁତାପ ପରିବର୍ତ୍ତନ ନାହିଁ, ସ୍ୱର୍ଗ ରାଜ୍ୟ ଯିବୁ ବୋଲିକି ଆଶା କରନ୍ତୁ ନାହିଁ। ହାଲେଲୁୟା। ସ୍ୱର୍ଗ ରାଜ୍ୟର ପ୍ରଥମ ପ୍ରମାଣ ପତ୍ର ହେଲା ଅନୁତାପ କରି ପାପରୁ ଫେରିବା ଏବଂ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ଠାରେ ଲାଗିକି ରହିବାଟା ହେଉଛି ପରିବର୍ତ୍ତନ। ହାଲେଲୁୟା। ଜଗତରେ ଅନେକ ଲାଭ କରିବ, ଧନ ସମ୍ପତ୍ତି ଲାଭ କରିବ, ଘର ଦ୍ୱାର ଗାଡ଼ି ଘୋଡ଼ା ସୁନା ରୂପା ସବୁ ଲାଭ କରିବ, ମାତ୍ର ଯଦି ପ୍ରଭୁଙ୍କର ଏହି ପ୍ରମାଣ ପତ୍ର ନାହିଁ ଆପଣଙ୍କ ଜୀବନରେ, ତାହେଲେ ଆପଣ ସ୍ୱର୍ଗ ରାଜ୍ୟ ଯିବି ଏ ଆଶା ଛାଡ଼ି ଦିଅନ୍ତୁ। ହାଲେଲୁୟା। ପ୍ରଥମ ହେଲା ମନ ପରିବର୍ତ୍ତନ। ଯେକୌଣସି ଲୋକ ହଉ, ସେ ଗୋରା ହଉ, କଳା ହଉ, ଜ୍ଞାନୀ ହଉ, ମୂର୍ଖ ହଉ, ଯେକୌଣସି ଲୋକ ହଉ, ଯଦି ମନ ପରିବର୍ତ୍ତନ କଲା, ତାହେଲେ ତାର ଗୋଟେ ଭିସା ହେଇଗଲା, ପ୍ରମାଣ ପତ୍ର ହେଇଗଲା ପରିବର୍ତ୍ତନ ପ୍ରମାଣ ପତ୍ର। ହାଲେଲୁୟା। ମୋ ପାଖରେ ପରିବର୍ତ୍ତନ ପ୍ରମାଣ ପତ୍ର ଅଛି କି? ମୁଁ ନିଜେ ପଚାରିବା ଦରକାର। ଏହା କାହା ପାଇଁ କିଏ ନୁହଁ, ନିଜ ପାଇଁ ନିଜେ ପଚାରିବା ଦରକାର। ମୋ ପାଖରେ ପରିବର୍ତ୍ତନର ପ୍ରମାଣ ପତ୍ର ଅଛି କି? ହାଲେଲୁୟା। ପ୍ରମାଣ ପତ୍ର ଆପଣଙ୍କୁ ନିଜକୁ, ଏହା କାହାକୁ ଲେଖିକି ଦେବା ପ୍ରମାଣ ପତ୍ର ନାହିଁ। ହାଲେଲୁୟା। ଏହାର ପ୍ରମାଣ ପତ୍ର ଡାଇରେକ୍ଟ ଯୀଶୁଙ୍କ ସହିତ କନେକ୍ସନ ଯାହାର ଅଛି ତାର ହେଉଛି ପ୍ରମାଣ ପତ୍ର। ଯେ ପାପରୁ ଉଦ୍ଧାର ପାଇଛି ଏବଂ ଯୀଶୁଙ୍କ ପଛରେ ପଛରେ ଚାଲୁଛି, ସେଇଟା ହେଉଛି ପ୍ରମାଣ ପତ୍ର। ଯେ ମନ ପରିବର୍ତ୍ତନ ସମ୍ପୂର୍ଣ୍ଣ ରୂପେ କରିଛି, ତାର ହେଉଛି ପ୍ରମାଣ ପତ୍ର। ସେ ସ୍ୱର୍ଗ ରାଜ୍ୟ ଯିବାର ଗୋଟିଏ ପ୍ରମାଣ ପତ୍ର। ହାଲେଲୁୟା ହାଲେଲୁୟା। ଦ୍ୱିତୀୟଟି ହେଲା ଜଳରେ ବାପ୍ତିସ୍ମ ନେବା ପ୍ରମାଣ ପତ୍ର। ଆପଣମାନେ କେତେ ଜଣ ଜଳରେ ବାପ୍ତିସ୍ମ ନେଇଛନ୍ତି? ହାତ ଉଠେଇଲେ। ୟେସ୍, ଜଳରେ ବାପ୍ତିସ୍ମ ନେଇଛନ୍ତି। ଜଳର ବାପ୍ତିସ୍ମ ହେଉଛି ଗୋଟେ ପ୍ରମାଣ ପତ୍ର। ଆପଣ ଜଗତରେ ପ୍ରମାଣ କଲେ ଯେ ମୁଁ ଯୀଶୁଙ୍କର ଅଟେ। ହାଲେଲୁୟା। ଯୀଶୁ ମୋର ଉଦ୍ଧାରକର୍ତ୍ତା, ଯୀଶୁ ମୋର ପ୍ରାଣକର୍ତ୍ତା। ମୁଁ ଆଉ ପାପ କରିବି ନାହିଁ, ଅତୀତର ପାପ ସବୁ ଛାଡ଼ି ଦେଇ ଆପଣ ଯୀଶୁଙ୍କ ପଛରେ ଗଲେ, ଯୀଶୁକୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ, ଆଉ ପାପ କ୍ଷମା ନିମନ୍ତେ କଣ? ପାପ କ୍ଷମା ପାଇଁ ଜଳରେ ବାପ୍ତିସ୍ମ ହେଲେ। ହାଲେଲୁୟା। ଏ ବାପ୍ତିସ୍ମ ପାପ କ୍ଷମା ପାଇବାର ବାପ୍ତିସ୍ମ, ଏ ବାପ୍ତିସ୍ମ ପାପ କ୍ଷମା ପାଇବାର ବାପ୍ତିସ୍ମ। ଏଇଟା ଆପଣଙ୍କର ଗୋଟେ ପ୍ରମାଣ ପତ୍ର। ଆପଣ ମନ ପରିବର୍ତ୍ତନ କଲେ, ଏକ ନମ୍ବର ପ୍ରମାଣ ପତ୍ର। ଦ୍ୱିତୀୟରେ ଆପଣଙ୍କର ମନ ପରିବର୍ତ୍ତନ ହେଲା ବାପ୍ତିସ୍ମ, ଦୁଇ ନମ୍ବର ପ୍ରମାଣ ପତ୍ର। ଆପଣଙ୍କୁ ଯଦି ମନ ପରିବର୍ତ୍ତନ କରିଛନ୍ତି ଆଉ ଜଳରେ ବାପ୍ତିସ୍ମ ନେଇଛନ୍ତି, ସ୍ୱର୍ଗ ରାଜ୍ୟରେ ଯିବାର ଆପଣଙ୍କର ଭିସା ହେଇଗଲା। ହାଲେଲୁୟା ହାଲେଲୁୟା। ଆଉ ଗୋଟେ ମୁଁ ପ୍ରମାଣ ପତ୍ର ଆପଣଙ୍କୁ ଦେଖାଉଛି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ। ହାଲେଲୁୟା। ପବିତ୍ର ଆତ୍ମାଙ୍କ ଦ୍ୱାରା ଯଦି ଯେଉଁମାନେ ବାପ୍ତିସ୍ମ ହେଇନାହାନ୍ତି, ସେମାନଙ୍କର ପ୍ରମାଣ ପତ୍ର ଯଦି ନାହିଁ, ତାହେଲେ ସ୍ୱର୍ଗ ରାଜ୍ୟ ଯିବି ବୋଲି ମଧ୍ୟ ଆପଣ ଆଶା କରନ୍ତୁ ନାହିଁ। ତେଣୁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ କେମିତି ହେବ? ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଗୋଟିଏ ବଡ଼ ବଡ଼ ମିଟିଂରେ ଆଟେଣ୍ଡ କଲେ ହେବ ନାହିଁ। ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଗିର୍ଜାରେ ବଡ଼ ବଡ଼ ଚିତ୍କାର କରି ପ୍ରାର୍ଥନା ଆରାଧନା କଲେ ହେବ ନାହିଁ। ପବିତ୍ର ଆତ୍ମା ଅଲରେଡି ଆପଣ ଯେତେବେଳେ ଜଳରେ ବାପ୍ତିସ୍ମ ନେଲେ, ସେତେବେଳେ ପବିତ୍ର ଆତ୍ମା ଆପଣଙ୍କ ମଧ୍ୟରେ ଅଛି। ସେହି ପବିତ୍ର ଆତ୍ମା ଆପଣଙ୍କୁ ଭଲ ମନ୍ଦର ଜ୍ଞାନ ଦେବ, ଆଉ ସେ ଭଲ ମନ୍ଦର ଜ୍ଞାନରେ ଯିଏ ଚାଲିବ
କରୁନା। ହାଲେଲୁୟା। ମୋ କଥା ଧ୍ୟାନର ସହିତ ଶୁଣନ୍ତୁ। ମୁଁ ଆପଣମାନଙ୍କୁ ପ୍ରଚାର କରୁନାହିଁ, ଆପଣଙ୍କୁ ଶିକ୍ଷା ଦେଉଛି। ପବିତ୍ର ଆତ୍ମାଙ୍କର ଜ୍ଞାନ ଆପଣ ପାଇବାର ଅଛି। ପବିତ୍ର ଆତ୍ମାଙ୍କର ଶକ୍ତି ଆପଣ ପାଇବାର ଅଛି। ପବିତ୍ର ଆତ୍ମାଙ୍କର ଶକ୍ତି ଯେତେବେଳେ ଆପଣ ପାଇବେ, ସେତେବେଳେ ଆପଣଙ୍କର ରାସ୍ତା ସ୍ୱର୍ଗ ଯିବା ପାଇଁ ଖୋଲିଯିବ। ହାଲେଲୁୟା। ଆପଣଙ୍କର ଭିଜା ପବିତ୍ର ଆତ୍ମାଙ୍କର ଭିଜା, ପବିତ୍ର ଆତ୍ମାଙ୍କର ଶକ୍ତିର ଭିଜା। ହାଲେଲୁୟା। ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ହେଇଛନ୍ତି, ପ୍ରେଜ୍ ଦ ଲର୍ଡ। କେତେ ଜଣ ପବିତ୍ର ଆତ୍ମା ପାଇଛନ୍ତି? ୟେସ୍। ଡାଉଟ୍ ଅଛି? ଡାଉଟ୍ ଅଛି? ଡାଉଟ୍ ଅଛି? ପବିତ୍ର ଆତ୍ମା କିଏ ପାଇଛନ୍ତି? ଡାଉଟ୍ ଅଛି? ଯୋଉଦିନ ଆପଣ ପ୍ରଭୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ, ଯୋଉଦିନ ଆପଣ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ବାପ୍ତିସ୍ମ ହେଲେ, ସେଇଦିନ ଆପଣମାନେ ପବିତ୍ର ଆତ୍ମା ପାଇଛନ୍ତି। ହାଲେଲୁୟା। ଏତିକି ଯେ ଆପଣମାନେ ପବିତ୍ର ଆତ୍ମାକୁ ବ୍ୟବହାର କରୁନାହାନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରାର୍ଥନା କରୁନାହାନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ବାକ୍ୟ ଶୁଣୁନାହାନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣମାନେ ପ୍ରଭୁଙ୍କର ଆରାଧନାରେ ଉପସ୍ଥିତିରେ ପ୍ରଭୁଙ୍କର ଗୌରବ କରୁନାହାନ୍ତି। ଆଉ ସେଥିପାଇଁ ପବିତ୍ର ଆତ୍ମାକୁ ଆପଣ କଣ ଚାପରେ ରଖୁଛନ୍ତି, ସୀମିତ ରଖୁଛନ୍ତି। ଶରୀରର ଲାଜ, ଶରୀରର ବୁଦ୍ଧି, ଶରୀରର ଜ୍ଞାନ ଆପଣଙ୍କର ପବିତ୍ର ଆତ୍ମାକୁ ଚାପି ଦେଉଛି। ଆପଣଙ୍କୁ ମତେ ଜାଣିବା ଦରକାର, ପ୍ରଭୁଙ୍କ ଗୃହରେ ଆସିବା ସମୟରେ ମୁଁ ପବିତ୍ର ଆତ୍ମାଙ୍କ ନାମରେ ବ୍ୟବହାର ହେବା ପାଇଁ ଆସୁଛି। ହାଲେଲୁୟା। ତେଣୁ ପବିତ୍ର ଆତ୍ମା ହେଉଛି କାର୍ଯ୍ୟ। ଯଦି ଜଣେ ମଣିଷ ପବିତ୍ର ଆତ୍ମାଙ୍କ ଦ୍ୱାରା ବାକ୍ୟ ଶୁଣୁନାହିଁ, ତାକୁ ବାକ୍ୟ ଭଲ ଲାଗିବ ନାହିଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ଜଣେ ପ୍ରାର୍ଥନା କରୁନାହିଁ, ତାର ପ୍ରାର୍ଥନାରେ ସାଟିସ୍ଫାଇ ଲାଗିବ ନାହିଁ, ଆନନ୍ଦ ଲାଗିବ ନାହିଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ଯଦି ଆରାଧନା କରୁନାହିଁ, ତାହେଲେ ତାକୁ ଆରାଧନା ମଧ୍ୟ ତାକୁ ତୃପ୍ତି ଲାଗିବ ନାହିଁ। କାରଣ ପବିତ୍ର ଆତ୍ମାକୁ ଆପଣ ବ୍ୟବହାର କରୁନାହାନ୍ତି। ହାଲେଲୁୟା।